ହେଇଛି ଯେ ତାର ରଖିଛନ୍ତି ଯେ ମାନେ ସେଥିରେ ଏସ୍କେପ୍ ରୁଟ୍ ବି ଅଛି ଯେଉଁମାନେ 5 ବର୍ଷରୁ କମ୍ ଚାକିରି କାଳ ଅଛି ସେମାନେ ସେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଆଉ ସେ ସଂକ୍ରାନ୍ତରେ ତ ସରକାର କହିଛନ୍ତି ମନ୍ତ୍ରୀ ତର୍ଜମା କରୁଛନ୍ତି କ'ଣ ନିଷ୍ପତ୍ତି ନେବେ କିନ୍ତୁ ସେ ତ ଯଥାଜ୍ଞା ଶିରୋଧାର୍ଯ୍ୟ। ତେଣୁ ଆଇଦର ଆପଣ କୋର୍ଟ କଥାକୁ କାର୍ଯ୍ୟକାରୀ କରିବେ ନହେଲେ କୋର୍ଟର ପାଖରେ ଇଏ କରିବେ ଆପିଲ୍ କରିବେ ପୁନର୍ବିଚାର ପାଇଁ। ସେ କହିଲେ ନାଇଁ ସେଥିରେ ଦ୍ୱନ୍ଦ୍ୱ ନାହିଁ ସେ ବିଷୟରେ ମଧ୍ୟ ଆମେ ପଚାରି ବୁଝୁଥିଲୁ। ସେଥିରେ ଡିପାର୍ଟମେଣ୍ଟ ଆଜି କହିଲେ ଯେ ଆମ ତରଫରୁ କୌଣସି କଟକଣା ନାହିଁ। ଯେଉଁ ନିଷ୍ପତ୍ତି ସରକାର କରିଥିଲେ ଯେ 15 ଜଣ ପର୍ଯ୍ୟନ୍ତ ଶିକ୍ଷକ ସର୍ବାଧିକ 15 ଜଣଙ୍କର ସୁପାରିଶ କରିପାରିବେ ନିଜ ଜିଲ୍ଲା ଭିତରେ ସେ ସୁପାରିଶ ମାନ ମିଳିଛି ଏବଂ ତାକୁ କେବଳ ଯେଉଁ ଜିଲ୍ଲା ଗୁଡ଼ିକ ଉପରେ ମାନେଙ୍କର ହାଇକୋର୍ଟର ନିଷେଧାଜ୍ଞା ଅଛି ସ୍ଥଗିତାଦେଶ ଅଛି ସେ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ କରିବାରେ କିଛି କଟକଣା ନାହିଁ। ତେଣୁ ଜିଲ୍ଲାପାଳ ଡିଓ ଏମାନେ କ୍ଷମତାପ୍ରାପ୍ତ ତାକୁ କାର୍ଯ୍ୟକାରୀ କରିପାରିବେ। ପ୍ରସ୍ତାବ ତ ଆମେ ଆଗରୁ ରଖିଛୁ କିପରି ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟ ମହାବିଦ୍ୟାଳୟ ଗୁଡ଼ିକ ଅନୁଦାନ ପରିସରଭୁକ୍ତ ହେବେ ଏବଂ କିପରି ଯେଉଁମାନେ ଅନୁଦାନ ପ୍ରାପ୍ତ ସେମାନେ ଅବସର କଲାବେଳେ ସେମାନଙ୍କୁ କୌଣସି ଅବସରକାଳୀନ ସୁବିଧା ମିଳୁନାହିଁ ଆର୍ଥିକ ସହାୟତା ମିଳୁନାହିଁ ତାହା କିପରି ମିଳିବ ଏବଂ ସେମାନଙ୍କର ଚାକିରି ସର୍ତ୍ତାବଳୀ କିପରି ନିର୍ଦ୍ଧାରିତ ହେବ ଏହି ସଂକ୍ରାନ୍ତରେ ଆମେ ପ୍ରସ୍ତାବ ରଖିଛୁ। ପ୍ରସ୍ତାବ ଉପରେ ମଧ୍ୟ ଗୋଟେ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛୁ। ସେ କମିଟିର କ'ଣ ଅଗ୍ରଗତି ହେଇଛି ତାକୁ ଆମେ ଆଜି ତାର ତଦାରଖ କରୁଥିଲୁ ଏବଂ ତୁରନ୍ତ କମିଟି ତାର ରିପୋର୍ଟ ଦାଖଲ କରିବା ପାଇଁ ଆଜି ଆମେ କମିଟି ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସ୍କୁଲ ନୁହଁ ସ୍କୁଲ ଏବଂ କଲେଜେସ୍ ସମସ୍ତ କ'ଣ